ଶୀତୁଆ ଦିପହରର ଗରମ ଗରମ ଯୋଉ ଉଷୁମ ଉଷୁମ ଭାତଟା ପଖାଳ ଆଜି ବଢିଆ ଲାଗେ। ତାହେଲେ ସାଙ୍ଗମାନଙ୍କୁ ଗୋଟେ ପଖାଳ ମାଟ କରିକି ଦେଖେଇଦବା। ପଖାଳ ଦି ଚିୟର୍ସ ଗୋଟେ ଜଣଙ୍କର। କରିଦିଅ, ଚିୟର୍ସ ଚିୟର୍ସ ଗୋଟେ କରିଦିଅ। ଆଗ ଖାଇଲା ବେଳକୁ ତାପରେ ଆଗ ପାଗ ଉଠା କରିଦବା। ଚିୟର୍ସ କର। ଚିୟର୍ସ। ହଁ ପଖାଳ ଚିୟର୍ସ। ଆଉ ଆଜି ପଖାଳ ଗୋଟେ ଖାଇବା ପାଇଁ ଭାରି ଇଚ୍ଛା ହେଲା। ହଁ। ସବୁଦିନ ସାଙ୍ଗମାନେ ଆଗ କାଳେ ଆଗ ଯୋଉ ଯୁଗ ଥିଲା ଆମ ପିଲା ବେଳରେ ସବୁ ଖରା ଯୋଉ ହୁଏ ଖରାରେ ବସିକି ଆମେ ସବୁ ପଖାଳ ଖାଉଥିଲୁ। ସବୁ ପରିବାର ଏକାଠି ହେଲେ ପଖାଳ ଖିଆ ହବ ନା କଣ? ହଁ। ସେ ତମେ ପିଲାବେଳେ ବି ହେଇଥିବ ହଁ ତମ ଗାଁ ମାନଙ୍କରେ ଗାଁ ଯଦି ହେଇଥିବ ସେ ସବୁ ଜିନିଷ ବାରିପଟେ ହୁଏ। ଖରାରେ ଆସିଥିବ ବାରିପଟେ ସବୁ ହୁଏ। ଖରାରେ ଆଉ ଏ ଯୋଉ କଳେଇ ଗଦା ଥିବ ହୁଁ ନଡା ଗଦା ଥିବ ହୁଁ ସେଇଠି ବସିକି ଖିଆ ହୁଏ। ଆମର ତ ମନେ ଅଛି ସାଙ୍ଗମାନେ ପିଲାଦିନେ ଯୋଉ ନଡା ଗଦା ଯୋଉ ହେଇଥିବ ତାପରେ ଆମର ସେ ଯୋଉ କଣ ନଡିଆ ପତ୍ରରେ କଣ ତାକୁ କହନ୍ତି ଚାଞ୍ଚା ତାକୁ ହଁ କୁହନ୍ତି। ସେଥିରେ ବସିବୁ ଆଉ ହଁ ତା ଦେହରେ ବସିକି ଖାଉ ସିଏ ଗୋଟେ ମଜା ନିଆରା ଥିଲା। କିନ୍ତୁ ସେ ସୁଯୋଗ ତ ସାଙ୍ଗମାନେ ଏବେ ହୁଁ ଆଉ ମିଳୁନି। ତେଣୁ ଘରେ ଗୋଟେ ମନ ଶାନ୍ତି କରିବା ପାଇଁ ଆଜି ବହୁତ ମନେ ପଡିଲା ମୁଁ କହିଲି ଆଜି ଟିକେ ପଖାଳ ଖାଇବା। ସାଙ୍ଗ ହେଇ ଆଉ ଖାଇବା ସାଙ୍ଗ ହେଇକି ବସିକି ଖାଇବା ଆଉ ତେଣୁ ପିଲାଦିନକୁ ମନେ ପକେଇବା ଆଉ। ହଁ ତେଣୁ କଥା ହଉଛି ମୁଁ କହିବି ଗୋଟେ କଥା ସେ କହିଲେ ପିଲାମାନଙ୍କ କଥା କହିବି କିନ୍ତୁ ବର୍ତ୍ତମାନ ଆଗ ବ୍ଲଗ ଟିଭି ଆପଣ ଆରମ୍ଭ କରୁଛୁ। ତେଣୁ ଆଜିର ଖାଇବାରେ କଣ କଣ ମେନୁ କରିଛ ଆଜି? ଆଜି ଏଠି କଖାରୁ ପଡିକି ସଜନା ଶାଗ ହେଇଛି। ଦେଖନ୍ତୁ ସାଙ୍ଗମାନେ ହଁ କଖାରୁ କହିଦିଅ ପଡିକି ସଜନା ଶାଗ ଏଇଟା କଖାରୁ ପଡି ହଁ ସଜନା ଆଉ ଏଇଟା ଶିମ୍ବ ଆଳୁ ଭଜା। ଶିମ୍ବ ଆଳୁ ଭଜା ଏଟେ ବଡିଚୁରା ହଁ ଆଉ ଏଠି ଚକଟା ଚକଟି ପାଗ। ପାଗ ହବ ସେଟା ଗୋଟେ ବାଇଗଣ ପାଗ ପୋଡା ଆପଣ ମାନେ ଆଉ ସମସ୍ତେ ଟମାଟୋ ଜାଣିଥିବେ। ପୋଡା ପାଗ ଆଉ ବାଇଗଣ ପଡା ଟମାଟୋ ପଡା ସେଥିରେ ବାଦାମ ପଡିବ ପିଆଜ ପଡିବ ସବୁ ଏଇନା ଚକଟିବାନି କି? ଆଉ ଏଇଟା ଏଠି ଚକଟା ହବ ରାଶି ପାମ୍ପଡ ଆଉ ବଡି ଲିଆ ବଡି। ବଢିଆ ବଢିଆ ଆଉ ଏଥିରେ କଣ ସବୁ ପଡିବ ତା ଦେହରେ? ଏଥିରେ ପଡିବ ଚକଟାରେ ତମେ ଲେମ୍ବୁ ଲୁଣ ଚକଟିବ ବୋଲି ତମ ପାଇଁ ହଁ ଗୋଟେ ସେଇଟା ଆଉ ଗୋଟେ ଆସିଛି ପାଗ କରିଦବା ଏଇଟାରେ ହଁ। କରିଦବା ମାନେ ନିଅ ମୁଁ ଏଇଟାକୁ ଚକଡି ଦିଏ ଆଗ ଭଲ କି ଚକଡି ଦେଲେ ହଁ ସାଙ୍ଗମାନେ ଆଉ ଆଜିର ବ୍ଲଗ ଟିକୁ ଆପଣ ମାନଙ୍କୁ ସ୍ଵାଗତ। ଆଉ ଆପଣ ମାନେ ନିଶ୍ଚୟ ତ ଖାଉଥିବେ। ପଖାଳ ଟା ବହୁତ ଭଲ ପଖାଳ ଦେହ ପକ୍ଷେ ଏବେ ସମସ୍ତେ କହୁଛନ୍ତି ପଖାଳ ଖାଇଲେ ଦେହ ପକ୍ଷେ ଭଲ। କିନ୍ତୁ ବହୁତ ଲୋକ ପଖାଳକୁ ଆଭଏଡ କରନ୍ତି ଖାଆନ୍ତିନି। ତେଣୁ ତାକୁ ବି ଖାଇବାକୁ ପଡିବ ତାପରେ ରୀତା ବର୍ତ୍ତମାନ କହୁଥିଲେ ତାଙ୍କର ସବୁ ପାଗ ଆରମ୍ଭ ହେଇଗଲାଣି ହଁ ସେପଟେ କହିକି ପାଗ କରିବ ନା ସେମାନେ ଜାଣିବେ କଣ ପକେଇଲେ ତା ଏଇ ଦେହରେ ବାଇଗଣ ବାଇଗଣଟା ଆଉ ପଡିଥିଲ ବାଇଗଣ ପୋଡା ଟମାଟୋ ପୋଡା ପରା। ହୁଁ ଆଉ ଆପଣ ଏଥିରେ ଯାହା ବି ପଡିଲେ ଚଳିବ ଏଇନେ ତ ଆଉ ଭେଣ୍ଡି ପୋଡା ହଁ ଜହ୍ନି ପୋଡା ନାଇଁ ସବୁ କହିବ ଏଥିରେ କଣ କଣ ଚକନ୍ତି ଯେତେବେଳେ ପକଉଛ ହଁ କହିବ ତା ଦେହରେ କିନ୍ତୁ କହିବି ମୁଁ ବି କହିବି ଏଇ ସମୟରେ ଲେମ୍ବୁ ଟାକୁ ଟିକେ ମୋର ଟିକେ ହଁ ସାଙ୍ଗମାନେ ଲେମ୍ବୁ ଟା ମୋର ନିହାତି ଦରକାର ଥାଏ ସବୁବେଳେ। ଏଥିରେ ଲୁଣ ଟିକେ ପକେଇଦେବି ମତେ ବି ଟିକେ ଲୁଣ ଦେଇଦିଅ ଏଥିରେ। ନିଅ ହଁ ଏଥିରେ ଟିକେ ଲୁଣ ପକେଇଦିଅ ଲୁଣ ଟିକେ ପକେଇଦବା। ଆଉ ଟିକେ ଲୁଣ ହାପୁଡିବାକୁ ଟିକେ ସୁବିଧା ହବ ଚକଟା। ହଁ ଏଇଟା ଲେମ୍ବୁ ଏଥିରେ ରସୁଣ ମତେ ଦହି ଗୋଟା ଟିକେ ରସୁଣ ପକେଇବାକୁ ଭଲ ଲାଗେନି ସାଙ୍ଗମାନେ ଏଇଟା ଗୋଟା କଣ ରସୁଣ ପକେଇବ ଏଠି ଗୋଟା ରସୁଣ ପଡିବ ହୁଁ ସେଥିରେ। ଏଇଟା ପାଗଟାରେ ଗୋଟା ରସୁଣ ପଇଲା। ଚକଟି ଦେଲେ ଟିକେ ଭଲ ଲାଗେ। ହଁ ଏଇଟା ଭଲ ବାସ୍ନା ହବ କାଗେଜା ଟା ହଁ ଲେମ୍ବୁ ହଁ ମୁଣ୍ଡିଆ ଟା ଆଣିଥିଲି କାଗେଜା ସାଙ୍ଗମାନେ ଏବେ ତ ପରିବା ରେଟ୍ ସବୁ ଟିକେ ଆସ୍ତେ ଆସ୍ତେ ଖସିଲାଣି। ଆଉ ବର୍ତ୍ତମାନ ନୂଆ ନୂଆ ପରିବା ସବୁ ଆସିଲାଣି ଟମାଟୋ ବି ଭଲ ଟିକେ ରେଟ୍ ଖସିଲାଣି କୋବି ସବୁ ଖାଇପାରିବେ ସିମ ଗୋଟେ ପରିବା ନୂଆ ଭେଣ୍ଡି ବି ଆସିଲାଣି। ଆଉ କଞ୍ଚା ଲଙ୍କା ଚକଡିବା କଞ୍ଚା ଲଙ୍କା ଚୋପଡ଼ ହୁଁ କଞ୍ଚା ଲଙ୍କା ଚକଟା ହବ ଆଉ ଆଶା କରେ ଭଲ ଆପଣ ମାନେ ଦେଖୁଥିବେ ଖାଇସାରିବେଣି ବୋଧେ। ଆମେ ଜଷ୍ଟ ବସୁଛୁ ବର୍ତ୍ତମାନ ଦି ଜଣିଆ ଲୋକ। ଆଉ ଯୋଉ କହୁଥିଲା ରୀତା ଯେ ପିଲାମାନଙ୍କୁ ମନେ ପକେଇ ଖାଇବା ଗୋଟେ ସ୍ମୃତି ଏଇଟା ଗୋଟେ ସ୍ମୃତି ଆଉ ପରିବାର କହିଲେ ଆପଣ ମାନେ କଣ ବୁଝନ୍ତି? ପରିବାର କହିଲେ ଆପଣ ଏକାଠି ଗୋଟେ ଯୌଥ ପରିବାର ଥିଲା ସେତେବେଳେ ସମସ୍ତେ ଏକାଠି ଦାଦା ଭାଇ ଏ ସବୁ ବହୁତ କୁଟୁମ୍ବ ଥିଲା ସେମାନେ କରୁଥିଲେ ଭାଇ ମାନେ ବି ଏକାଠି ଆମେ ସବୁ ଥିଲୁ। ସବୁ କରୁଥିଲୁ ବାପା ମାଙ୍କର ପିଲାମାନେ ଏକାଠି ଥିଲେ ଏବେ ତ ବାଦାମ ପିଲାମାନେ ଭଜା ପଡିଲାଣି ହଁ ବାଦାମ ମଜା ପଡେ ଏବେ ବାଦାମ ତ ଭଜା ପଡିବ ଗୋଟିଏ ପିଲା ସମସ୍ତଙ୍କର ରହୁଛି ଏବେକାର ଜେନେରେସନ ରେ ଯାହା ହେଲେ ବି ଆମେ ବି ସେଇ ଇଏ ଏଠି ସେଇଟା ପିଆଜ ଗୋଟେ କଟା କେହି ବାଦ୍ ପଡିବେନି ପିଆଜ ପକା ପିଆଜ ହଉ କଟା ପିଆଜ କଟା ହେଲା। ହୁଁ ହଁ ସେଥିରୁ କେହି ବାଦ୍ ପଡିବେନି ତେଣୁ ପରିବାର କହିଲେ ଏଇଭଳିଆ ଭାବରେ ବଢି ବଢି ଚାଲିଥିଲା ବର୍ତ୍ତମାନ ପରିବାର କହିଲେ କମି କମି ଯାଉଛି। ତେଣୁ ପୁଅ ବର୍ତ୍ତମାନ ବାହାରେ ସମସ୍ତେ ସେମିତି ସମସ୍ତଙ୍କର ବି ସେଇ ସୁଯୋଗ ଆସୁଥିବ। ତେଣୁ ଆମେ ବର୍ତ୍ତମାନ ସେଇ ଅନୁଯାୟୀ ଚଳିବା କଣ କରିବା ସେମିତି ଖୁସିରେ ବିନ୍ଦାସ ରହି ଏମିତିଆ କାମ କରିବା ସବୁ ଆପଣ ମାନେ ସୋରିଷ ବି ତେଲ ସୋରିଷ ତେଲ ପକେଇବା ହୁଁ ପାଗଟା ବି ସମାନ ହଉଛି ନା ତେଲ କଣ ଟିକେ ବଢିଆ ଭଲ ପାଗ କରି କର ଆଉ ହଁ
ସୋରିଷ ତେଲ କର। ଏଇଟା ରାଶି ପାମ୍ପଡ଼ ବ୍ରହ୍ମପୁର। ଧନିଆ ପତ୍ର, କଟା ଧନିଆ ପତ୍ର। ଟିକେ ଲେମ୍ବୁ ଟିକେ ଚୁପୁଡି ଦେଲେ ଆଉ ଟିକେ ଭଲ ଲାଗିବ। ବଢିଆ ଲାଗିବ। ଏଇଟା କଣ ଖଇ ତୁ ଲିଆ କହନ୍ତି ଲିଆ ପାମ୍ପଡ ଏଇଟା ଲିଆ ପାମ୍ପଡ। ଟିକେ ତୋରାଣୀ ଟିକେ ପକେଇଦେଲେ ସାଙ୍ଗମାନେ ପାଗଟା ବଢିଆ ହବ। ସଜନା ଶାଗ ଖାଇଲେ କଣ କି କୋଲେଷ୍ଟ୍ରଲ ଆଉ ବ୍ଲଡ ପ୍ରେସର କମେଇବ। ସଜନା ଶାଗକୁ ଖାଦ୍ୟରେ ସାମିଲ କଲେ ଭଲ କିନ୍ତୁ କଣ ମିଳୁଛି କି ନ ମିଳୁଛି ସବୁଆଡେ ଆପଣ ମାନଙ୍କ ଆଡେ ମିଳୁଛି କି ନ ମିଳୁଛି। ତେଣୁ ତାକୁ ତମ ସାମିଲ ପାଗଟାକୁ କରିବାକୁ ତମ ପଡିବ ପାଖକୁ ମୋ ନେଇଯା। ପାଗ ଟା ନେଇ ଆସେ ମତେ ଦେଇଦିଅ। ବଡିଟାକୁ ଚକଟି ଦବା। କରିଦବ ବଡି ଖାଇବା ଚୁରାଟା ଖାଇବା ସାଙ୍ଗମାନେ ଆରମ୍ଭ କରିଦବା। ଏଠି ସୋରିଷ ତେଲ ବଡିଚୁରାରେ ଆଉ ମୁଁ ଚକଟି ଦଉଛି ତମେ ଓଦା ହାତ ହେଇଛ ମୁଁ ଏଇଠି ଚକଟି ଦଉଛି ଲୁଣ ଲୁଣ ପକା। କଟା ପିଆଜ, କଟା କଞ୍ଚା ଲଙ୍କା ଆଉ ସୋରିଷ ତେଲ ନବ ଦେଖ। ନାଇଁ ନାଇଁ ଏ ଠିକ ହେଲା ଆଉ ଦରକାର ନାହିଁ କିଛି। ଲେମ୍ବୁ ଆଉ ନବ? ନାଇଁ ଲେମ୍ବୁ ଦରକାର ନବ ନାହିଁ ଯଦି ଖାଇବା ଆରମ୍ଭ କରିବା ଏଇ ରସୁଣ ଆଉ କଟା ଲୋଭ ସମ୍ବରଣ ଆଉ କରିହଉନି। ରସୁଣ କଟା ଏଠି ବଡିରେ ପିଆଜ ପଡିଗଲା ଲଙ୍କା ପଡିଗଲା ରସୁଣ କଟା ପଡିଗଲା ହୁଁ ଆଉ ଟିକେ ଭଲକିରି ମିଶେଇ ଦେଲେ ହେଇଯିବ ପାଗଟା ତମର ହେଇଗଲା ସେପଟେ ନାଇଁ ହଉ। ସାଇଡ ରେ ଲୁଣ ନିଅ। ହଁ ଦେଇଥା ଟିକେ ଦେଇଥା। ଭାତରେ ଲୁଣ ପକେଇ ଦେଇଛି ଆଉ ମୁଁ ଏଇଟା ଆଗ ଚାଖିକି ଦେଖିବା ସାଙ୍ଗମାନଙ୍କୁ ଦେଖ କହିଦବା ଆଉ କେମିତି ଟିକେ ଲୁଣ ଲାଗୁଛି ଫୁଣ କି ଏଇଟା ତେଲ ଏଇଟା କଣ ହଉଛି ପଡିବ ପାଗଟା ଦେଖନ୍ତୁ ସାଙ୍ଗମାନେ ଏଠି ପୁରା ଆଉ ଟିକେ ପାଣି ପକେଇବ ଯଦି ପକା। ନାଇଁ ଠିକ ଅଛି ବର୍ତ୍ତମାନ ଆମେ ଖାଇକି ମୁଁ ଆଗ ଟିକେ ଦେଖି ଦଉଛି। ଆରେ ବା ଏକଦମ ଫାଷ୍ଟ କ୍ଲାସ ହେଇଛି। ଆଉ ଲୁଣ ତେଲ ପକେଇବ? ନା ଖାଇବା ଆରମ୍ଭ କରିଦବା ସାଙ୍ଗମାନେ ଖାଇବା ଆରମ୍ଭ କରିଦବା ଦେଇ ହେଇଯାଉଛି ଭୋକ କଲାଣି ଭାରି ଜୋର। ଆଉ ଯୋଉ କଖାରୁ ପଡିଛି ଭଲ ଟେଷ୍ଟ ଅଛି। ଆଉ ଲୁଣ ପଡିବ ଏଥିରେ ନାଇଁ ମୋର ତ ଠିକ ଅଛି ପକେଇବ ପକା ଯଦି ଅଳ୍ପ ଲାଗୁଛି। ଆଉ ତେଲ ନାଇଁ ଆଚ୍ଛା ଏଇ ଶାଗରେ କଣ କେମିତି ଦେଇଛ ଶାଗ? ଶାଗ ଏ କଖାରୁ ସଜନା ଶାଗ। ରସୁଣ ବଗେରା ହଉଛି ହଁ ନା ଆଚ୍ଛା। କି ମଜା। ହୁଁ। ସିଜିନ ଇଏ ଆଉ ହୁଁ ନାଇଁ କଣ? ବାଦାମ ଟା ହେଇଗଲେ ଏଇଟା ହୁଁ। କଷି ଦଉନ ତା ଦେହରେ ଦରକାରେ। ଓକେ ରାଗ ରାଗ ବଢିଆ ଟେଷ୍ଟ। ସୁଯୋଗ ଆସେନି ଆଉ ଗୋଟେ ମୁଁ ହୁଁ କହିବି ଶୀତ ଦିନେ କଣ ପଖାଳ ଖାଉଛନ୍ତି କିନ୍ତୁ ତା ମଜା ଅଲଗା। ହୁଁ ଶୀତ ଦିନେ ବଢିଆ ଲାଗେ ଏ ଶିବ ଗୁଡାକ କଣ କାଡୁ କାଡୁ ହଉଛି। ହୁଁ ହୁଁ କାଇଁ ନାଇଁ ତା ମଞ୍ଜି ପତ୍ର ଆଳୁ ଖା। ନହେଲେ ପୁଷ୍ପା ଯେତେବେଳେ ଆପଣ ଖାଉଛନ୍ତି କିଛି ଯଦି ବଳକା ଖାଦ୍ୟ ନଷ୍ଟ କରନ୍ତୁନି। ଆଉ ଆପଣଙ୍କ ପାଇଁ ସେଥିପାଇଁ ଅନେକ ଥିବେ ଆପଣ ବାହାରେ ଯଦି ଗାଁ ମାନଙ୍କରେ ରହୁଛନ୍ତି ତାହେଲେ ବାହାରେ ରଖିଦେବେ ଅନ୍ୟ ପଶୁ ପକ୍ଷୀ ସେମିତି ଖାଇଦେବେ। ଆମର ବି ଦରକାର ପଡ଼ିଲେ ଏଠୁ ନେଇ ବାହାରେ ନେଇକି ରଖିଦେ କୋଠା ଉପରେ। ପୁଷ୍ପା 2 କୋଉଦିନ ଗୋଟେ ଯିବା। ସାଙ୍ଗମାନେ ଗୋଟେ ମାନେ ଡିମାଣ୍ଡ ହେଇଗଲା ପୁଷ୍ପା 2 ଦେଖିବାକୁ ଯିବୁ। ହୁଁ। ହଁ ଘର ପାଖରେ ଆଇନକ୍ସ ଅଛି ନା। ଏଠି ଯୋଉ ପୁଷ୍ପା 1 ଟା ଦେଖାହେଇଥିଲା ବହୁତ ଭଲ ହେଇଥିଲା। ଆଉ ଯିବା ଆଉ। ପୁଷ୍ପା 2 ଦେଖିବା କେମିତି ହେଇଛି। ଆଲୁ ଅର୍ଜୁନ ନା ଅଲ୍ଲୁ ଅର୍ଜୁନ କଣ ତା ନାଁ? ଅଲ୍ଲୁ ଅର୍ଜୁନ। ହୁଁ କଣ ଦଳା ଚକଟାରେ ମରିଗଲେ। ଆଁ ଦଳା ଚକଟାରେ ମରିଗଲେଣି ଲୋକ କଣ କୋଉଠି ଏଇଟା? ନାଇଁ ହାଇଦ୍ରାବାଦରେ। ହୁଁ। ମୁଁ ଏ ପାମ୍ପଡ଼ ଖିଆଇନି।
ହଁ। ବାରଟା ସୋମବାର ନା ଅନ୍ୟ ବାରରେ କଣ ଆଇଁଷ ବାର ଥାଏ। ଆଇଁଷ ବାରରେ ପଖାଳ ଖାଇବାକୁ ଟିକେ ଭଲ ଲାଗେ। ଓଡିଆ ଲୋକ ଯିଏ ପଖାଳ ନ ଖାଇ ସେ କି ମଣିଷ ନୁହଁ। ହୁଁ। ଯୁଆଡେ ବି ଯା ପଖାଳ ଖାଇବ। ପଖାଳ ଓଡିଆ ଯୁଆଡେ ଯିବେ ପଖାଳ ଖାଇବେ। ଆମେ ଓଡିଆ ଭାରି ବଢିଆ ଆଉ ଓଡିଆ ଯୁଆଡେ ଯିବେ କଣ। ରାଗ ହଉଛି କଞ୍ଚା ଲଙ୍କା ପାଗଟା ବଢିଆ ହେଇଛି। କଞ୍ଚା ଲଙ୍କା ରାଗ। ନା ବଡ ବଡ ଗୁଣ୍ଡା କରି ଖାଇଛି ନହେଲେ ଭାତ କମ ନେଇଯାଅ। ହୁଁ। ଆ ପୂର୍ବରୁ ସକାଳେ ଜଳଖିଆ ଏକଦମ କଡା ରକମ ହେଇଯାଇଥିଲା। ଏଇ ପାମ୍ପଡ଼ ଭିତରେ କୋଉଟା କିଛି କମ ନାହିଁ। ଢିଅ ପାମ୍ପଡ ଟା ଯେମିତି ଲତି ପାମ୍ପଡ ଟା ବି ସେମିତି। ବାଲିଯାତ୍ରା ପାମ୍ପଡ। ବାଲିଯାତ୍ରା ବହୁତ ଦିନ ମଜା ହେଇଗଲା। ମୋ ସାଙ୍ଗମାନେ ଏମିତି ଗୋଟେ ପାଗ କରି ଖାଇବେ ଆଉ ଏଇ ଜିନିଷ କରିବେ କହିବେ କେମିତି ଲାଗୁଛି। ଆଉ ଯଦି ଆପଣଙ୍କର ଭିଡିଓଟି ଯଦି ଭଲ ଲାଗେ ନା କଣ କହୁଛ? ଭଲ ଲାଗେ ଯଦି କଣ କରିବେ? ଜଣେଇଦିଅ ଆମ କଥାରେ କରୁନାହାନ୍ତି। ଲାଇକ୍ ସେୟାର କମେଣ୍ଟ କରିବେ ସବସ୍କ୍ରାଇବ କରିବାକୁ ଜମା ଭୁଲିବେନି। ରହୁଛି ତାହେଲେ ପୁଣି ପରବର୍ତ୍ତୀ ଭିଡିଓରେ ଦେଖାହବ ବ୍ଲଗରେ ଦେଖାହବ। ନମସ୍କାର ଜୟ ଜଗନ୍ନାଥ।